ଆଜି ମୁଁ ଆପଣଙ୍କୁ କହିବି ମହାପ୍ରସାଦରେ କେଉଁ ପରିବା ପଡ଼େ ନାହିଁ ଓ କାହିଁକି କେଉଁ ପରିବା ମହାପ୍ରସାଦରେ ପଡ଼ିଥାଏ ଯାହାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗ୍ରହଣ କରିଥାନ୍ତି। ଜଗନ୍ନାଥ ଧାମର ପବିତ୍ର ରୋଷେଇ ଘର ଯେଉଁଠାରେ ପ୍ରତିଦିନ ବଳଭଦ୍ର ମାତା ସୁଭଦ୍ରା ଏବଂ ଜଗନ୍ନାଥଙ୍କ ସହିତ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରସାଦ ପାକ କରାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ପବିତ୍ର ମହାପ୍ରସାଦରେ କେଉଁ କେଉଁ ପରିବା ବ୍ୟବହାର କରାଯାଏ? କାହିଁକି କିଛି ପରିବାକୁ ଏଠାରେ ନିଷେଧ କରାଯାଇଛି? କେଉଁ ପରିବା ଗୁଡ଼ିକ ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ? ତ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କହିବି ପୁରୀ ଶ୍ରୀମନ୍ଦିରର ମହାପ୍ରସାଦରେ ବ୍ୟବହୃତ ପରିବାର ରହସ୍ୟ ବିଷୟରେ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମହାପ୍ରସାଦରେ କେଉଁ ପନିପରିବା ପଡ଼ିଥାଏ? ମହାପ୍ରଭୁଙ୍କ ଭୋଗରେ କେଉଁ ପରିବା ନିଷେଧ ଅଟେ? ଜାଣନ୍ତୁ ମହାପ୍ରସାଦ ତିଆରି ହେବାର ସମ୍ପୂର୍ଣ୍ଣ ବିଧି। ମହାପ୍ରଭୁ ଜଗନ୍ନାଥଙ୍କୁ ନାନା ପ୍ରକାରର ସୁଆଦିଆ ଭୋଜନରେ ଆପ୍ୟାୟିତ କରାଯାଏ। ମହାପ୍ରଭୁଙ୍କ ରୋଷଶାଳା ହେଉଛି ବିଶ୍ୱର ସର୍ବବୃହତ ରୋଷଶାଳା। ଏଠାରେ ଦୈନିକ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ତିଆରି ହୋଇଥାଏ। ମାନ୍ୟତା ଅନୁସାରେ ମହାପ୍ରସାଦକୁ କେହି ମଣିଷ ତିଆରି କରନ୍ତି ନାହିଁ, ବରଂ ସ୍ୱୟଂ ଏହା ଦେବୀ ମହାଲକ୍ଷ୍ମୀ ଓ ମା ବିମଳାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ତେଣୁ ମହାପ୍ରସାଦରେ ବ୍ୟବହୃତ ହେଉଥିବା ପନିପରିବା ଓ ମସଲା ସବୁ ସମ୍ପୂର୍ଣ୍ଣ ଭାବେ ସାତ୍ୱିକ ହୋଇଥାଏ। ଅର୍ଥାତ୍ ମହାପ୍ରଭୁଙ୍କର ଏହି ମହାପ୍ରସାଦରେ କେବଳ ଭାରତରେ ଉତ୍ପନ୍ନ ହେଉଥିବା କିଛି ନିର୍ଦ୍ଦିଷ୍ଟ ପନିପରିବା ସବୁ ଭୋଗ ଲାଗି ହୋଇଥାଏ। ଗୀତାରେ 3 ଗୋଟି ଖାଦ୍ୟ ବିଷୟରେ ଉଲ୍ଲେଖ ରହିଛି, ଯଥା ସତ୍ୱ, ରଜ ଏବଂ ତାମ। ତେଣୁ ପ୍ରଥମେ ଚାଲନ୍ତୁ ଜାଣିବା ଏହି ପରିବାର ଇତିହାସ ବିଷୟରେ। ବିଲାତି ବାଇଗଣ, ବିଲାତି ଆଳୁ, ବନ୍ଧାକୋବି, ଫୁଲକୋବି, ବିନ୍ସ, କ୍ୟାପ୍ସିକମ୍, ଶିମ୍ବ ଭଳି ଅନେକ ପନିପରିବା ବିଦେଶରୁ ଭାରତକୁ ଆସିଥିଲା। ତେଣୁ ସେହି ସବୁ ପରିବା ଶ୍ରୀମନ୍ଦିର ପରିସରରେ ପ୍ରବେଶ ନିଷେଧ ଅଟେ। ମାନେ ଏହି ସବୁ ପରିବା ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। ଏଭଳି ପନିପରିବା ଏବଂ ସେଥିରେ ପ୍ରସ୍ତୁତ ଖାଦ୍ୟକୁ ରାଜସିକ ଖାଦ୍ୟଭୁକ୍ତ କରାଯାଇଛି। ପିଆଜ, ରସୁଣ ମଧ୍ୟ ରାଜସିକ ଦ୍ରବ୍ୟ ଅନ୍ତର୍ଭୁକ୍ତ। ରାଜସିକ ଦ୍ରବ୍ୟ ଶରୀରରେ ଉତ୍ତେଜନା ସୃଷ୍ଟି କରିବା ସହ କାମନା ବାସନା ଭଳି କୁଭାବନା ମନ ମଧ୍ୟକୁ ଆଣିଥାଏ। ସେହିପରି ତାମସିକ ଖାଦ୍ୟଗୁଡ଼ିକ ଶୋକ ସନ୍ତାପକୁ ବୃଦ୍ଧି କରିଥାନ୍ତି। ତେଣୁ ସାତ୍ୱିକ ପନିପରିବା ଏବଂ ବିଶେଷ କରି ଭାରତ ବର୍ଷର ମୂଳ ଉତ୍ପାଦନ ହେଉଥିବା ପନିପରିବା ମହାପ୍ରଭୁଙ୍କର ମହାପ୍ରସାଦରେ ଲାଗିଥାଏ। ଏହି ଖାଦ୍ୟ ପାକ କରିବା ଏବଂ ସେବନ କରିବା ଦ୍ୱାରା ଶରୀରରେ କୌଣସି ଅସୁବିଧା ସୃଷ୍ଟି ହୋଇନଥାଏ। ସେଥିପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଖାଦ୍ୟ ଦ୍ରବ୍ୟର ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟସ୍ଥ ରୋଷଶାଳାର ପ୍ରମୁଖ ଦ୍ୱାରଦେଶରେ ଶ୍ରୀ ହନୁମାନ ଦଣ୍ଡାୟମାନ ଅଛନ୍ତି। ତାଙ୍କୁ ରୋଷ ମହାବୀର ବୋଲି କୁହାଯାଏ। ସେ ରୋଷଶାଳା ମଧ୍ୟକୁ ବିଜାତୀୟ ବସ୍ତୁର ପ୍ରବେଶକୁ ପ୍ରତିରୋଧ କରିଥାନ୍ତି। ସାତ୍ୱିକ ଯୁକ୍ତ ଖାଦ୍ୟ ଯେପରିକି କନ୍ଦମୂଳ, ସାରୁ, ପୋଟଳ, ଜହ୍ନି ଓ କାଙ୍କଡ଼ ଆଦି ପରିବା ମହାପ୍ରଭୁଙ୍କୁ ଭୋଗ ଲାଗେ। ଯଦ୍ୟପି କଣ୍ଟାଯୁକ୍ତ ଖାଦ୍ୟ ମହାପ୍ରଭୁଙ୍କ ପାଖେ ଭୋଗ ଲାଗେ ନାହିଁ, ତଥାପି ମହାପ୍ରଭୁ କାଙ୍କଡ଼ ଖାଇବାକୁ ଭଲ ପାଉଥିବାରୁ ତାଙ୍କ ପାଖେ କାଙ୍କଡ଼ ଭୋଗ ମଧ୍ୟ ହୁଏ। ସେହିଭଳି ଡ୍ରାଏ ଫ୍ରୁଟ୍ସ ମଧ୍ୟରେ କେବଳ ପିସ୍ତା ବାଦାମ ମହାପ୍ରଭୁ ଗ୍ରହଣ କରିଥାନ୍ତି। କାଜୁରେ ସ୍ପର୍ଶଜନିତ ତ୍ରୁଟି ଅର୍ଥାତ୍ ଏହା ଆମଦାନୀ ସମୟରେ ସ୍ପର୍ଶ ହୋଇ ଅଶୌଚ ହୋଇଥିବାରୁ ତାହା ମହାପ୍ରଭୁଙ୍କୁ ଭୋଗ ଲାଗେ ନାହିଁ। ମହାପ୍ରଭୁ କଞ୍ଚା ଲଙ୍କା ମଧ୍ୟ ଖାଆନ୍ତିନି। ତାଙ୍କ ବ୍ୟଞ୍ଜନରେ ଲଙ୍କା ବଦଳରେ ଗୋଲମରିଚ ପଡ଼ିଥାଏ। ସେହିଭଳି କାରଖାନାରେ ପ୍ରସ୍ତୁତ ହେଉଥିବା କୌଣସି ତେଲରେ ମହାପ୍ରଭୁଙ୍କର ବ୍ୟଞ୍ଜନ ପ୍ରସ୍ତୁତ ହୁଏ ନାହିଁ। ଶ୍ରୀମନ୍ଦିରରେ ପ୍ରସ୍ତୁତ ପ୍ରତ୍ୟେକ ଭୋଜନ ଶୁଦ୍ଧ ଗାଈ ଘିଅରେ ପ୍ରସ୍ତୁତ ହୋଇଥାଏ। ଗୋଟା ସୋରିଷ ମହାପ୍ରଭୁଙ୍କ ବ୍ୟଞ୍ଜନରେ ବ୍ୟବହାର ହୁଏ। ଏହାଛଡ଼ା ସ୍ୱାଦ ପାଇଁ ଅନେକ ବସ୍ତୁ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ମଧ୍ୟ ମହାପ୍ରଭୁଙ୍କ ବ୍ୟଞ୍ଜନରେ ସେସବୁ ଲାଗି ହୋଇନଥାଏ, ଯେମିତିକି ଲେମ୍ବୁ ଓ ଲଙ୍କା ଆଦି। ଭକ୍ତମାନେ ମହାପ୍ରସାଦରେ ଲେମ୍ବୁ ଓ ଲଙ୍କା ଚିପୁଡ଼ି ଖାଇଥାନ୍ତି। ତେବେ ଯେଉଁ ସବୁ ଖାଦ୍ୟ ଖାଇଲେ ଆୟୁ, ସତ୍ୱ, ଆରୋଗ୍ୟ, ବଳ ଓ ବୀର୍ଯ୍ୟ ଆଦିର ବୃଦ୍ଧି ଘଟିଥାଏ, ସେହି ସବୁ ବ୍ୟଞ୍ଜନ ମହାପ୍ରଭୁଙ୍କ ରୋଷଶାଳାରେ ପ୍ରସ୍ତୁତ ହୁଏ। ମା ମହାଲକ୍ଷ୍ମୀ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଓ ନିଜେ ଦକ୍ଷିଣକାଳୀ ପନିପରିବାକୁ ଅମଣିଆ କରିଥାନ୍ତି। ଖାଦ୍ୟ ଠିକ୍ ଭାବେ ପାକ ହୋଇଛି କି ନାହିଁ ମା ବିମଳା ତାର ତଦାରଖ କରନ୍ତି ଏବଂ ଶଙ୍କର ଭଗବାନ ତଥା ଅଗ୍ନିଶ୍ୱର ମହାଦେବ ରୋଷ ବାଟରେ ରହି ଦରସିଝା ବ୍ୟଞ୍ଜନକୁ ଦୃଷ୍ଟି ମାତ୍ରକେ ପାକ କରିଦିଅନ୍ତି। ଏହିଭଳି ଭାବେ ମହାପ୍ରସାଦରେ କେବଳ ପବିତ୍ର ପରିବା ବ୍ୟବହାର ହୋଇଥାଏ। ତ ଏହା ଥିଲା ଆମ ପୁରୀ ଶ୍ରୀମନ୍ଦିରର ମହାପ୍ରସାଦକୁ ନେଇଥିବା କିଛି ଅଜଣା ତଥ୍ୟ।
ଏହି ପବିତ୍ର ରୋଷେଇ ପ୍ରଣାଳୀ କେବଳ ଖାଦ୍ୟ ନୁହେଁ ବରଂ ଏହା ଆମର ପାରମ୍ପରିକତା ଆସ୍ଥା ଓ ସଂସ୍କୃତିର ଏକ ଅମୂଲ୍ୟ ଅଂଶ। ମହାପ୍ରଭୁଙ୍କ ସହ ଜଡ଼ିତ ଯଦିର ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ। ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ନିହାତି ଲେଖିବେ। ଆମ ଧର୍ମ ସଂସ୍କୃତି ସହ ଜଡ଼ିତ ଅନେକ ଇନଫର୍ମେଟିଭ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।